ମକରକୁ ଆସିବେ ବୋଧେ ଆଉ ମକରକୁ ଆସିବା ଖାଇବେ ଆଉ ମକର ଯାତ୍ରା ବୁଲିବେ ଆଗକୁ ଆସି ତର କ'ଣ କରିବେ ସେଠି ଗୁଡ଼ି ଗାଡ଼ି ଶୋଇ ପଡ଼ିବେ। ମକର ସଂକ୍ରାନ୍ତିଟା ଆମର ସବୁଠାରୁ ବଡ଼ ପର୍ବ ଆଉ ଆସିବେ ଇଏ ଆସିବେ କାଲି ବଡ଼ ପୁଅ ଆସିଛି ଇଏ ତ ଆସିବେ ସିଏ ଆସିବେ ଇଏ ବି ଆସିବେ ଆଉ ତୋର ସବୁ ଧାନ କଟା ସରିଲା ନା ଅଛ? ନା ସରିଗଲା ନା ଆଉ ମେସିନ୍ କଟା ଅଛି ମୁଁ କ'ଣ ଧାନ କରୁଛି ନା ଇଏ ସବୁ ବୋଉ କରୁଛନ୍ତି ଯୋଉ ଆମେ କାଟି ଆଣୁଛୁ ଆଉ କାଟି ନା ଧାନ ନେଇଯାଉ ଆମେ ଛଣ ନେଇଯିବୁ ଆଉ ଛଣ ନେଇ କ'ଣ କରିବୁ? ଆମର ଖିଆ ଅଛି ତ ଧାନ ନେଇଛି ଏଇଠି ପାଖରେ ହଉଛି ଫାର୍ମ ଛଣ ଏଇଠି ପାଖରେ ହେଲା ଢାଳି ଦେଲେ ଏଇଠି ଛଣ ରଖିଦେବୁ। ଆଉ କୁକୁଡ଼ା କେତେ ଅଛନ୍ତି ତୋର? କୁକୁଡ଼ା ଆଣିଥିଲି 1700 ସବୁ କୁକୁଡ଼ା ଅଛନ୍ତି? ଏଇ ବି ଆସିଛି କେତେ ଦିନ 14-15 ଦିନ। ଆଉ କୁକୁଡ଼ା ହଉଛି ତୋର ସବୁ ବଞ୍ଚୁଛନ୍ତି ନା ମରୁଛନ୍ତି ନା ମରୁନାହାନ୍ତି? ମରୁଛନ୍ତି। ହଁ ମରିବେ ଆଜି ହେଇ 4ଟା ବର୍ଷ କେତେ ବଡ଼ ବଡ଼ ହେଲେ? ଗୋଟେ ଦିଟା କୋଉଦିନ ମରିବେନି କୋଉଦିନ ଗୋଟେ ଦିଟା ମରିବେ। କେତେ ବଡ଼ ବଡ଼ ହେଲେଣି? ଏଇ 13-14 ଦିନ ହେଲା ଆଣିଛୁ। ହଁ ମାନେ କୁକୁଡ଼ା ଚିଆଁ କେତେ ବଡ଼ ବଡ଼ କୁକୁଡ଼ା ଚିଆଁ ସେ ଦଉଛନ୍ତି? ମାନେ କେତେ ଗ୍ରାମ ସେ ହେଇଥିବେ? କିଏ ଜାଣେ ସାର୍ ଗୋଟେ ଜନ୍ମ ହଉଛି ନାହିଁ ଦଉଛନ୍ତି ଏମିତି ଛୁଆ ତମର ଯୋଉ ଦେଶୀ କୁକୁଡ଼ା ଛୁଆ ସେମିତି ସେ ଆଣିକିରି ଦେବେ ତମେ ତାଙ୍କୁ ଖାଦ୍ୟ ପାଣି ଔଷଧ ଦେଇକି ସବୁ ଦେଇକି ରଖିବ। ମାନେ ବର୍ତ୍ତମାନ ଶୀତ ଦିନ ପାଇଁ ଚାରିପଟେ ଏଇ ଯୋଉ ପାଲ ଘେରା ହେଇଛି। ଗୋଟେ ଗ୍ୟାସ୍ ଟାଙ୍କି ସରିଗଲା ରୁମ୍ ହିଟର 3ଟା ଲାଗିଥିଲା ସେଟା ଥିଲେ ଏଠି ସିନା ଆସିଲା ଏଠି ବି 2ଟା ରୁମ୍ ହିଟର ଲାଗିଛି। ତାହେଲେ ତା ଭିତରେ ରୁମ୍ ହିଟର ଲାଗିବ ଆଉ ଗ୍ୟାସ୍ ହୋଲ୍ଡର ଲାଗିଛି ଗୋଟେ ଟାଙ୍କି ଗ୍ୟାସ୍ ସରିଗଲା। ଗ୍ୟାସ୍ କ'ଣ ହୁଏ? ଗ୍ୟାସ୍ ହେଲେ 2ଟା ବଡ଼ ବଡ଼ ଯୋଉ ଛତା ଭଳିଆ ତା ଦେହରେ 2ଟା ଇଏ ଭଳିଆ ଅଛି ସେଇଟା 2ଟା ଜଳିବ ଏତିକି ଆଇଟା ନାହିଁ ଛତା ଭଳିଆ ଅଛି ବସି ଗ୍ୟାସ୍ ହୋଲ୍ଡର ସିଏ ମାନେ ଜଳିଲେ ସେଟା ତା ଭିତରେ ଗରମ ରହିବ। କୁକୁଡ଼ା ଛୁଆ ଗରମ ଭିତରେ ରହିବେ ନହେଲେ ଥଣ୍ଡାରେ ମରିଯିବେ। ଆମେ କଥା କମଳ ଗୁଡଉଛନ୍ତି ସେ କ'ଣ ଗୁଡଉଛନ୍ତି ପାଲ ଟାଙ୍କିରେ କେତେ ଶୀତ ସମ୍ଭାଳିବ। ଆଉ ମାନେ ଔଷଧ ଇଞ୍ଜେକ୍ସନ କ'ଣ ଦଉଛ? ଇଞ୍ଜେକ୍ସନ ନୁହଁନ୍ତି ଯୋଉ ଭ୍ୟାସଲିନ୍ ଆଖିର ହଉନି ନା 7 ଦିନ ଥରେ 12 ଦିନ ଥରେ 21 ଦିନ ଥରେ। କିନ୍ତୁ ମାନେ ସେ ଦଉଛ କେମିତି ସେଗୁଡା କେମିତି ଦିଆ ହୁଏ? ଡ୍ରପ୍ ଯୋଉ ଛୋଟ ଛୋଟ ଡ୍ରପ୍ ଅଛି ତାଙ୍କ ଆଖିରେ ଧରିକି ଆଖିରେ ପକେଇଦେବୁ। ଆଖିର ଗୋଟେ ଗୋଟେ ଧରିକି ଆଖିରେ ପକେଇବ। ଏମିତି ତାଙ୍କର ସିଷ୍ଟମ। ହ୍ୟାଣ୍ଡିକ୍ୟାପ୍ଟ ହେବେ। ଆଚ୍ଛା ତାହେଲେ କୁକୁଡ଼ାଙ୍କର ବି ଏମିତି ଅଛି ପୋଲିଓ ହେଇଯିବେ? ସେଇ ନାଇଁ ସେଇଟା ହେଲା ଟୀକା। ଏପଟ ଫାର୍ମର କେତେ ଅଛନ୍ତି? ଏଠି 1000 ସେଠି 700। ସେଠି ଛୋଟ ଛୋଟ ଏଠି ଟିକେ ବଡ଼ ହେଇଗଲା ପରେ ଏଠି ବଡ଼ ସେଇ ଏକାବେଳେ ଆସୁଛନ୍ତି ସେ ମାନେ ଯୋଉ ସେଠି ଛୋଟବେଳେ ବେଶୀ ଟିକେ ଚିକିତ୍ସା ହେବେ 10-12 ଦିନ ହେଇଗଲେ ଏଠିକି ମାନେ ଟିକେ ବଡ଼ ହେଇଗଲା ତ ଏଠିକି ପଳେଇ ଆସିଲେ। ମାନେ ସେ ଏକା ଧର 2 ଜାଗା ରଖିଲେ ଛୋଟ ଛୋଟ ଛୁଆଙ୍କୁ ରଖି ହବ ନା ଏଇଠି କରିକି ଏକା ଜାଗାରେ ରଖିନେ ସେଠି 10-12 ଦିନ ହେଲେ ଏଠି ନେଇ ଆସୁଛନ୍ତି ଏଠି 10-12 ଦିନ ପରେ ସେ ଅଲଗା ଚିକିତ୍ସା ହଉଛନ୍ତି ସିଏ ଛୋଟବେଳୁ ଆଉ ଅଲଗା ବେଶୀ ଟିକେ ତାଙ୍କ ପରିଶ୍ରମ ହଉଛି ତାଙ୍କର ଗୁଡ଼ା ହଉଛି ସବୁବେଳେ ବୁଡଉଛ ଆଉ ସବୁବେଳେ ଗୁଡ଼ା ହଉନି ନା ସେ ବସି ଉଠିକି ଖାଇବେ ନା ତାଙ୍କୁ ଗୁଡଉଥିବ ସେ ଖାଇବା ପାଇଁ ତାଙ୍କୁ ସବୁବେଳେ ଗୁଡଉଥିବ ନ ଗୁଡ଼େଇଲେ ବସି ବସି ସେ ମରିଯିବେନି ନା ଘଣ୍ଟେ ଅଧଘଣ୍ଟା ଥରେ ଗୁଡ଼େଇ ଦେଲେ ସେ ତାଙ୍କ ସରବର ସେଇଥିପାଇଁ ଫାର୍ମ ଭିତରେ ସବୁବେଳେ ତୁ ଆଉ ନ ଗୁଡ଼େଇଲେ ସେ ବଡ଼ ହେଲା ପରେ ବି ଘଣ୍ଟେ 2 ଘଣ୍ଟା ନ ପଶିନେ ସେ ଉଠିକି ଖାଇବେନି ଶୋଇ ପଡ଼ିଥିବେ। ତାହେଲେ ତୋର ହଉଛି ଥରେ କୁକୁଡ଼ା ତୁ ଏଇ ଯୋଉ ଆସିଲା ତୋର ବିକିଲା ପର୍ଯ୍ୟନ୍ତ ତୋର କେତେ ଖର୍ଚ୍ଚ ହଉଛି? କେତେ ଖର୍ଚ୍ଚ ହଉଛି ଧର ସିଏ ଦାନା ଦଉଛନ୍ତି ଔଷଧ ସିଏ ଦଉଛନ୍ତି ଯୋଉ କମ୍ପାନୀ ତାର ସବୁ ଦଉଛି ସେ ସବୁ ଦବ। ଆମର ଯୋଉ ଥଣ୍ଡା ମେଡିସିନ ଯଦି ଅଧିକା ଥଣ୍ଡା ହେଇଗଲା କି ଝାଡ଼ା ହେଇଗଲା ମେଡିସିନ ଦେଖିବେ କିଣିକି ସେଇଟା ଆମର ପଡ଼ିବ। ଆଉ ଯୋଉ ଲାଇନ ବିଲ୍ ଭୁସି ଚୂନ ଭଲ ମନ୍ଦ ଯାହା ଅଛି ଚିନି ଯୋଉ ଅମୁଲ ପିଇବେ ଯେ ତାକୁ ସବୁ ଆମର ଯାଉଛି ସେ ସବୁ ତାଙ୍କର ଦାନା ଦଉଛନ୍ତି କୁକୁଡ଼ା ଦଉଛନ୍ତି ମେଡିସିନ ଯେତିକି ଦଉଛନ୍ତି ସେ ହିସାବ କରିଦେବେ କୁକୁଡ଼ା ଉଠି ସାରିଲା ପରେ ତାଙ୍କର ଅଖା ମକା ଯାହା ଟିକି ସେ ହିସାବ କରିଦେବେ ହିସାବ କରି ତାଙ୍କର ଯେତିକି କିଲୋ ଅନୁସାରେ କମିତା ଦାନା ଖାଉଛନ୍ତି କ'ଣ କରୁଛନ୍ତି କିଲୋ ଅନୁସାରେ ତାଙ୍କର ଯେତେ ଲାଭ ବାହାରିଲା ଦେବେ ଲସ୍ ହେଲା ପଇସା ଦେବେ ଯଦି ତାଙ୍କ କୁକୁଡ଼ା ମରିଯାଇଥିବ କିମ୍ବା ଦାନା ଖାଇକି କୁକୁଡ଼ା ସେତେ ଓଟେ ନ ହେଇଥିବ। ଆଚ୍ଛା ତଥାପି ତୋର ଲାଭ ହୁଏ? ଲାଭ କ'ଣ 10-20 ହଜାର ଟଙ୍କା ହଉଛି ବା ଏଠି କୁକୁଡ଼ାର 20 ହଜାର ଟଙ୍କା 8 ବା 15 ହଜାର ଟଙ୍କା ହେଇଥିଲା। ଏଇ ଯୋଉ ମରିଗଲା ନା କିଡନୀ ଭାଇରସ 400 15 ହଜାର ଟଙ୍କା ହେଇଥିଲା ଆଉଥର ହେଇଥିଲା 22,000 ନା କ'ଣ ହେଇଥିଲା ଏମିତି ସିଏ ଯୋଉ ମରି ଯାଉଛନ୍ତି ତାକୁ ବି ସେଟା ଗଣତି କରିକି ତମେ ସିଏ ଆସିକିରି ଗଣତି କରିବେ? ସବୁଦିନ ଆସୁନାହାନ୍ତି ନା କେବଳ ରବିବାର ଛାଡି ସବୁଦିନ ତାଙ୍କ ଟିମରୁ ଯିଏ ହେନେ ଆସିବେ ତାଙ୍କର ଅଛି ଆମ ସୁପରଭାଇଜର ଯିଏ ଆମ ଏପଟର ସେ ଆମ ପଟର ଯୋଉ ପଟର ଯୋଉ ସୁପରଭାଇଜର ଯାଉଛି ସବୁଦିନ ଯୋଉ ରବିବାର ଛାଡି କେତେଟା ଦାନା ଖାଇଲେ କେତେଟା ନ କଲେ ସେ ଜାଣିପାରିବେ ସବୁ ଦାନା ଗଣିକି ପକେଇ ଦେଇଯିବେ କୁକୁଡ଼ା ଯୋଉ କେତେଟା ମଲା ପକେଇ ଦେଇଯିବେ। ହଉ ର
ନା ନା ସେ ଆସୁନି ସତ୍ୟ ଡାକିଲାଣି ତତେ ହଉ ଧନ୍ୟବାଦ ତତେ ସବୁ ଇନଫର୍ମେସନ୍ ଦେଇଥିବାରୁ ଧନ୍ୟବାଦ।